ଲକ୍ଷ୍ମୀ ବସ୍ ରଙ୍ଗ ବଦଳିବା ପରେ ଓମଫେଡ୍ କ୍ଷୀର ପ୍ୟାକେଟ୍ର ରଙ୍ଗ ବଦଳି ସାରିଛି। ଏବେ ବଦଳିବ ସ୍କୁଲ ପିଲାଙ୍କର ୟୁନିଫର୍ମ। ବିଜେପି ସରକାର ଆସିବା ପରେ ଅନେକ ଯୋଜନା ହାତକୁ ନେଇସାରିଛନ୍ତି। ଅନେକ ବାଦବିବାଦ ପରେ ପୁଣି ସ୍କୁଲ ପିଲାଙ୍କର ପୋଷାକ ରଙ୍ଗ ପରିବର୍ତ୍ତନ ପାଇଁ ସରକାର ଅଣ୍ଟା ଭିଡ଼ିଛନ୍ତି। ବଦଳିବ ସ୍କୁଲ ପିଲାଙ୍କର ୟୁନିଫର୍ମ। ଏବେ ଜାରି ହେଲା ନୂଆ ନିୟମ। ତେବେ ଏ ଖବରଟି ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ଆସନ୍ତୁ ସମ୍ପୂର୍ଣ୍ଣ ଖବର ଉପରେ ନଜର ପକାଇ ନେବା। ତା ପୂର୍ବରୁ ଭିଡ଼ିଓକୁ ଏବେ ଗୋଟିଏ ଲାଇକ୍ କରିଦିଅନ୍ତୁ। ସବସ୍କ୍ରାଇବ୍ କରିନଥିଲେ ଏବେ ସବସ୍କ୍ରାଇବ୍ କରି ପାଖରେ ଥିବା ଘଣ୍ଟି ଚିହ୍ନକୁ ଦବାଇ ଦିଅନ୍ତୁ। ସମଗ୍ର ଓଡ଼ିଶାରେ ବଦଳିଲା ସରକାରୀ ମାଧ୍ୟମିକ ବିଦ୍ୟାଳୟର ୟୁନିଫର୍ମ। ଛାତ୍ରଛାତ୍ରୀ ସବୁଜ ରଙ୍ଗ ବଦଳରେ ପିନ୍ଧିବେ ବାଦାମୀ ରଙ୍ଗର ୟୁନିଫର୍ମ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘୋଷଣା ଅନୁଯାୟୀ ଛାତ୍ରଛାତ୍ରୀ ପରିଧାନ ଯୋଜନା ଅଧୀନରେ ଥିବା ସରକାରୀ ଓ ସରକାରୀ ଅନୁଦାନ ପ୍ରାପ୍ତ ବିଦ୍ୟାଳୟରେ ଲାଗୁ ହେବ ଏହି ନିୟମ। ତେବେ ବିଜେଡି ସରକାର ସମୟରୁ ଚାଲି ଆସୁଥିବା ସବୁଜ ରଙ୍ଗ ବଦଳରେ ବାଦାମୀ ରଙ୍ଗର ୟୁନିଫର୍ମ ପିନ୍ଧିବେ ନବମ ଓ ଦଶମ ଶ୍ରେଣୀର ଛାତ୍ରଛାତ୍ରୀ। ତେବେ ଏହି ୟୁନିଫର୍ମ ରଙ୍ଗ ବଦଳିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପୂର୍ବରୁ ନିଷ୍ପତ୍ତି ନେଇସାରିଛି। ସମସ୍ତ ମାଧ୍ୟମିକ ଓ ସରକାରୀ ଅନୁଦାନ ପ୍ରାପ୍ତ ବିଦ୍ୟାଳୟର ୟୁନିଫର୍ମ ବଦଳିଛି। ଏଥିପାଇଁ ସରକାର ପକ୍ଷରୁ ଛାତ୍ରଛାତ୍ରୀଙ୍କୁ ୟୁନିଫର୍ମ କିଣିବାକୁ ସହାୟତା ରାଶି ପ୍ରଦାନ କରାଯିବ। ବିଜେପି ସରକାର ପିଲାଙ୍କ ୟୁନିଫର୍ମ ରଙ୍ଗକୁ ପରିବର୍ତ୍ତନ କରିବାକୁ ଯାଉଛନ୍ତି। ତେବେ ସରକାରୀ ସ୍କୁଲ ପିଲାଙ୍କ ୟୁନିଫର୍ମ କେଉଁ ରଙ୍ଗର ହେବା ଉଚିତ ଏବେ କମେଣ୍ଟ କରନ୍ତୁ। ଭିଡ଼ିଓକୁ ଲାଇକ୍ କରିନଥିଲେ ଏବେ ଲାଇକ୍ଟେ କରିଦିଅନ୍ତୁ।